ଏବେ ପଳେଇ ଆସିଲେ ପିଠା କରିକି ପୁଅ ଖୁଆଇଦେଲି। ଏବେ ଆସିଲେ ପିଠା ହବ। ଏଇଟା ଆମ ଖାଇବା ସକାଳର ଆଜିର। ଏ ବଗି ଏଠି ବସି ଯାଇଛନ୍ତି, ମୁଁ ଏଠି ବସି ଯାଇଛି। ଆଉ ଆମ ସ୍ୱାମୀ ମାନେ ଅଛନ୍ତି ଘରେ, ସେ ଆସିବେ। ଏବେ ମୁଁ ପଳେଇ ଆସିଲି ଏବେ ରୋଷେଇ କରିବାକୁ ଲଞ୍ଚ। ଡାଲି ଡାଲିରେ ପାଣି ଦେଇଦେଲି। ଛୁଆଙ୍କ ପାଇଁ ପଡ଼ିଯିବ ଗାଜର ଆଉ ବିନ୍ସ ଆଉ ପପେୟା ଏସବୁ କାଟି କରି ଦେଖା ସିଝେଇ ଦେବି। ନା ଅଟୁର ତାପରେ ମୁଁ ଗାଜର କାଟିଦେଉଛି ଏତେ ବଡ଼ ବଡ଼ କରିକି। ଆପଣମାନେ ଭାବୁଥିବେ କି ଏତେ ବଡ଼ ବଡ଼ କରି କାହିଁକି ଗାଜର କାଟୁଛି। ନା ଡାଲିରେ ଏସବୁ ପକେଇକି ସିଝାଯିବ। ଗାଜର, ବିନ୍ସ ଆଉ ଅମୃତଭଣ୍ଡା, କାହିଁକିନା ଛୁଆମାନେ ଚକୁଡ଼ି ଖାଇବେ। ଡୁଡୁଆ କୁନୁମୁନୁ ସିଝିଗଲା ପରେ ଡାଲି ସହିତ ଚକୁଡ଼ି ଦେଇଦେଲେ ସେମାନଙ୍କର ବି ପରିବା ଖାଇବା ବି ହେଇଯିବ। ଡାଲମା ଯେଉଁଦିନ ହୁଏ ତ ସେମାନେ ଖାଆନ୍ତି, ଆଉ ଯେଉଁଦିନ ଡାଲି ହେବାର ଥିବ ତ ଏମିତି ପକାଇଦେଲେ ଚକୁଡ଼ିକି ଦେଇଦେଲେ ସେମାନେ ବି ପରିବା ବି ଯିବ ତାଙ୍କ ପେଟକୁ। ଆଉ ସେପଟେ ଡୁଡୁ ଆସିକି ଫ୍ରିଜ୍ ଖୋଲୁଛି, ଏଟା ନେବି ନା ସେଟା ନେବି ନା କହୁଛି। ସେଥିପାଇଁ ତାକୁ ମୁଁ ମନା କରୁଛି ନିଅନା ବୋଲି। ମୁଁ ରୋଷେଇ କଲେ ସେରକମ ରୋଷେଇ ଘରେ ଏପଟ ସେପଟ ହେଉଥିବ ସେ। ଏବେ ପରିବା କଟା ସରିଗଲା, ଧୋଇଦେବା ପରିବାକୁ। ଧୋଇ ଦେଇକି ଡାଲିରେ ପକେଇକି ସିଝେଇ ଦେବା। ଆଉ ଗ୍ୟାସ୍ ଅନ୍ କରିଦେଲି, ଏବେ ସିଝିବ। ମୁଁ ଚାଉଳ ନେଇଗଲି ଧୋଇବା ପାଇଁ। ଏବେ ଚାଉଳକୁ ଧୋଇ ଦେଉଛି। ଏଟା କିଣା ଚାଉଳ, ଥରେ କି ଦୁଇଥର ଧୋଇଦେଲେ ହେଲା, ସେଥିରୁ ବେଶୀ କିଛି ବାହାରେନି। ଚାଉଳ ଧୁଆ କମ୍ପ୍ଲିଟ୍। ଏବେ ରାଇସ୍ କୁକର୍ରେ ବସାଇଦେବା। ଏଥିରେ ଯେତେ କପ୍ ଚାଉଳ ନେବ କପ୍ ଅନୁସାରେ ଗୋଟେ କପ୍ରେ 3 ଟେବୁଲ୍ ପାଣି ଦେଲେ ହେଲା। ଆଉ ମାନେ ଗୋଟେ କପ୍ ଧର ଚାଉଳ 3 କପ୍ ପାଣି ନେଇଗଲି ବସାଇବାକୁ। ବସାଇଦେଲି। ଏଠି କହୁଥିଲି ଲାଇଟ୍ ଜଳିଲେ ହେଇଯିବ, ସେ ହେଇଗଲା ପରେ ଏପଟରେ ଅଟୋମେଟିକ୍ ହେଇଯାଏ। ସୁଇଚ୍ଟା ତଳକୁ ଦବେଇଲେ। ଏଠି କୁନୁମୁନୁ ପଳେଇ ଆସିଲେ, କହିଲେ ମୋତେ ଦେଖାଅ କ'ଣ କରୁଛ। ଗଲି ଟିକେ ହାଇ କହିଦେଲେ। ଇଏ ବି କହିଲା ମୋତେ ଉଠେଇକି ହାଇ କରିଦିଅ। ସେ କହିଲା ମୋତେ ପୁଣି ଏଇ ଫ୍ରିଜ୍ ଖୋଲିଦେଲେ। ଏ ଫ୍ରିଜ୍ 1000 ଥର ଖୋଲା ହେବ ରୋଷେଇ କଲା ଟାଇମ୍ରେ। ଇଏ ଆସି ଗୋଟେ କାନ ନେଉଥିବ, ସିଏ ଆସି ଗୋଟେ କାନ ନେଉଥିବ। ବାଲ୍ଟି ଅଛି, ଗାଈ ପଛରେ ପଶିଦେବେ। ଆଉ ଝୁଡ଼ଙ୍ଗ ଆଜି ମଗେଇଛନ୍ତି ଅନଲାଇନ୍ରେ, ଦେଖନ୍ତୁ କେତେ ଖରାପ ଝୁଡ଼ଙ୍ଗ ଆସିଛି, ଭଲ ଆସିଛି। ଖାଇବ, ଚାଲ ଭାଜିଦେବା, ନଷ୍ଟ ତ କରିହେବନି, ଭାଜିଦେବା। ଆଜି ଆମର ଏଠି ବନିବ ଡାଲି, ଝୁଡ଼ଙ୍ଗ ଭଜା। ସେପଟେ ବଗି ବନାଉଛନ୍ତି ପନିର, କୋବି, ପୋଟଳ, ଆଳୁ ସବୁ ପକେଇକି କରୁଛନ୍ତି ଗୋଟେ। ତ ମିଶି ସାଙ୍ଗରେ ଖାଇଦେବୁ ଆଉ। ଏଇଟା ଆଳୁ ଭଜା, ଡାଲି ସିଝେଇ ପକେଇଦେଲେ। ଏଠି ମୁଁ କଢ଼େଇ ବସି ଦେଇଛି ଭଜା ଭାଜିବା ପାଇଁ। ମୁଁ ଏଠି ଏଥିପାଇଁ ଭଏସ୍ ଦେଇଛି, ଆଉ ଡୁଡୁ ଆଉ କୁନୁମୁନୁ 2 ଜଣ ଝଗଡ଼ା ଲାଗୁଛନ୍ତି, କି କନ୍ଦାକନ୍ଦି ହେଉଛନ୍ତି। ମୋ ଭଏସ୍ଟି ଶୁଭୁନି।
ସେଥିପାଇଁ ମୁଁ ଭଏସ୍ ଦେଇଛି ଏଠି। ଫୁଟଣକୁ ମୁଁ ଏଥିପାଇଁ ଛାଡ଼ିକି ନେଲି, ମେଥି ଅଧିକ ଅଛି ନା, ମେଥି ଅଧିକ ପଡ଼ିଲେ ଭଜାରେ ପିତା ଲାଗିବ, ସେଥିପାଇଁ ଛାଡ଼ିକି ନେଇଛି। ଲଙ୍କା ଫୁଟଣ ପକାଇ ଦେଇକି ଏବେ ଯେଉଁ ପରିବା କାଟି ରଖିଥିଲି ଭଜା ପାଇଁ ପକାଇଦେଲି। ଏଥିରେ ଲୁଣ ହଳଦୀ ପକାଇଦେଲି ଆଉ ଯେଉଁମାନେ ବି ମୋ ଭିଡ଼ିଓ ଦେଖୁଛନ୍ତି ଆପଣଙ୍କ ଘରେ ଆଜି କ'ଣ କ'ଣ ରୋଷେଇ ହେଇଛି ନିଶ୍ଚିତ କମେଣ୍ଟରେ ଜଣାଇବେ। ପ୍ଲିଜ୍ ସବସ୍କ୍ରାଇବ୍ କରିବେ ମୋ ଚ୍ୟାନେଲକୁ। ଆଉ ଏପଟେ ଗ୍ୟାସ୍ରେ ମୁଁ କଢ଼େଇ ବସାଇଦେଲି ଡାଲି ଛୁଙ୍କିବା ପାଇଁ। ଏପଟେ ଡାଲି ଛୁଙ୍କିଦେବି ଆଉ ଏପଟରେ ଭଜା ହେଇଯିବ ଆଉ। ଏବେ ଡାଲି ଫୁଟିଗଲାଣି, ବାଇଗଣ ଭଜା ସେ କରିଦେଇଥିଲି। ମୁଁ ଭାବିଲି ବୋଧେ ଖାଲି ପନିର, ବାଇଗଣ ଭଜା ଆଉ ଏଠି ତରକାରୀ ଫୁଟୁଛି ଆଉ ହେଇଗଲାଣି। ସେଫ୍ ହେଲେ ରମନ୍ତି ପ୍ରଧାନ। ଏବେ ଆମେ ସମସ୍ତେ ଖାଇବୁ ଲଞ୍ଚ। ଏଇଠି ଆମେ ସମସ୍ତେ ବସିଗଲୁ ଏବେ ଖାଇବା ପାଇଁ। ଚାଲ ଖାଇବା। ଆମର ସନ୍ଧ୍ୟାରେ ନଳ, ଚା ନଳ ପାମ୍ପଡ଼।